ତ ସାଙ୍ଗମାନେ ଦିଦି ଏବେ ଏମିତି ଗୋଟେ ଜିନିଷ ତରକାରୀ କରୁଛନ୍ତି ତ ତା ନାଁଟା ମୁଁ କହିବିନି ତ ଚାଲନ୍ତୁ ଯାଇକି ଏକାଥର ଦେଖେଇବି ଚାଲନ୍ତୁ। ତ ଦେଖିପାରୁଥିବେ ଆମର ଦିଦି ତରକାରୀ କରିବାରେ ବ୍ୟସ୍ତ ଅଛନ୍ତି। ଏଠି ଆମର ମସଲା ଫସଲା କଷା ଚାଲିଛି ଆଉ ଦେଖନ୍ତୁ ସେଇ ଜିନିଷ ହେଉଛି ଏଇଟା ମାନେ ବେସନ ବେସନଟାକୁ ପିଠା ବନେଇ ଦେଇକି ଆରେ ଗୋଲ ଗୋଲ କରିବାର ଥିଲା କିନ୍ତୁ ତେଲ କମ ଥିଲା ଯେହେତୁ ଚାପଡା କରିଦେଲି। ତ ସେ ବେସନ ପିଠାଟା ଟିକେ ବନେଇ ଦେଇକି ସେଟାକୁ ଛୋଟ ଛୋଟ ପିସ୍ କରିକି ସେଇଟାରେ ତରକାରୀ କରୁଛନ୍ତି। ମାନେ ଭାବନ୍ତୁ 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 କେମିତି କରୁଛନ୍ତି। ଆସିଲା କୁଆଡୁ ମନରେ ଖାଇଥିଲି। ଖାଇଥିଲ କି ଇଏ ପୂର୍ବରୁ ବନେଇଥିଲ ନା କାହାଠୁ? ଗୋଟେ ସାଙ୍ଗଠୁ ଖାଇଥିଲି ସେ କିନ୍ତୁ ଗୋଲ ଗୋଲ କରିଥିଲା ମାନେ ପୁରା ପକୁଡି ଟାଇପର ଛାଣିଥିଲା। ଆଗ ପକୁଡି ଟାଇପର ଛାଣିକି ରଖିଦେଇଥିଲା ତାପରେ ତାକୁ ମସଲା କଷା କରିକି ମାନେ ଏମିତି ବି ହୁଏ ବୋଲି ମୁଁ ଜାଣିନଥିଲି। ହଉ ସାଙ୍ଗମାନେ ଯଦି ଆପଣ ମାନେ ବି ଏମିତି ୟୁଟ୍ୟୁବରେ ସର୍ଚ୍ଚ କରିଦବୁ ହଁ ଦେଖିବୁ ବେସନ ତରକାରୀଟା। ବେସନ ତରକାରୀ। ହଉ ସାଙ୍ଗମାନେ ଯଦି ଆପଣମାନଙ୍କୁ ଖାଇବାକୁ ଇଚ୍ଛା ହଉଛି ହେଲେ ପଳେଇ ଆସିବେ ହେଲା। ଆମ ଦିଦି ଅଛନ୍ତି କରିକି ଦେଇଦେବେ ହେଲା। ରହୁଛି ଜୟ ଜଗନ୍ନାଥ।